ଦେଖନ୍ତୁ ଜଗନ୍ନାଥ ହେଉଛନ୍ତି ଓଡ଼ିଶାର ଗର୍ବ ଆଉ ଗୌରବ, ବିଶ୍ୱର ଗର୍ବ ଆଉ ଗୌରବ। ଯେଉଁ ଜଗନ୍ନାଥଙ୍କ ପାଇଁ ଆଜି ବିଜେପି ସରକାର ଗଢ଼ିଛି, ସେ ଜଗନ୍ନାଥଙ୍କର ସୁରକ୍ଷା ବିଜେପି ସରକାର ଦେଇପାରୁନାହିଁ। ମାନ୍ୟବର ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀମାନଙ୍କୁ ପଠାଇଲେ, ଲ ମିନିଷ୍ଟରକୁ ପଠାଇଲେ, କିନ୍ତୁ ସେ ନିଜେ ଯାଇପାରିଲେ ନାହିଁ। ସେ ନିଜେ ଯାଇପାରିଲେ ନାହିଁ। ଏବଂ କାହିଁକି କାହିଁକି ମାର ମାର ତ ଭଣ୍ଡାରୀ କି ମାର, ମାର ମାର ଭଣ୍ଡାରୀ କି ମାର। ରଥ ଉପରେ ଶହ ଶହ ଲୋକ ଚଢ଼ିଲେ, କ'ଣ ନିଷ୍ପତ୍ତି ନିଆଯାଇଥିଲା ଯେ କିଏ କିଏ ରଥ ଉପରେ ଚଢ଼ିବା ଯୋଗ୍ୟ? ଲୋକ ଦର୍ଶନ କରିବା ପାଇଁ ଆସୁଛନ୍ତି ଶ୍ରଦ୍ଧାଳୁ, କିନ୍ତୁ ଦୁର୍ଭାଗ୍ୟ ଶ୍ରଦ୍ଧାଳୁ ଜଗନ୍ନାଥଙ୍କୁ ଦର୍ଶନ କରିପାରୁନାହାନ୍ତି। ପୂଜକ ଯେଉଁମାନେ ରଥରେ ବସିବା, ଦଇତାପତିମାନେ ରଥରେ ବସିବା ଦରକାର, ସେମାନଠୁ ଅନ୍ୟମାନେ ବି ବେଶୀ ଥିଲେ। ଜାଣି ଶୁଣିକିରି ପ୍ରଭୁ ବଡ଼ ଠାକୁରଙ୍କୁ, ବଳଭଦ୍ରଙ୍କୁ ଜାଣି ଶୁଣିକିରି ଛାଡ଼ିଦେଲେ, ପଛଆଡ଼ୁ ଦୌଡ଼ି ଛାଡ଼ିଦେଲେ, ପ୍ରଭୁ ପଡ଼ିଗଲେ। ଏ ରାଜ୍ୟ ପାଇଁ ଏକ ନିନ୍ଦନୀୟ ଘଟଣା। ଏବଂ ରାଜ୍ୟରେ କେବେ ନିଶ୍ଚିତ ଭାବରେ ରାଜ୍ୟ ପାଇଁ କିଛି ବିପଦ ଅଛି। ନିଶ୍ଚିତ ଭାବରେ ସରକାର ପ୍ରତି କି ରାଜ୍ୟ ପ୍ରତି କାହା ପ୍ରତି ବିପଦ ଅଛି, ଇଏ ଗୋଟେ ସ୍ପଷ୍ଟ ଭାବରେ ଜଣାପଡ଼ୁନି। ଇଏ ଗୋଟେ ନିଶ୍ଚିତ ଭାବରେ ଗୋଟେ ଯାହା କହନ୍ତି ରାଜ୍ୟରେ ଶୁଭଙ୍କର ନୁହଁ। ଏ ଗୋଟେ ଆସିଛି ଗୋଟେ ଯାହା କହନ୍ତି ଯେ ଗୋଟେ ଘଟଣା ଚକ୍ରରେ କ'ଣ ହେବ କ'ଣ ନାହିଁ କିଛି କହିପାରିବେ ନାହିଁ। ଯେହେତୁ ଠାକୁର ପଡ଼ିଛନ୍ତି, ନିଶ୍ଚିତ ଭାବରେ ଏଥିପାଇଁ ଦାୟୀ ଯେଉଁମାନେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ସରକାର ବି ସଚେତନ ହେବା ଦରକାର। ନୂଆ ନୂଆରେ ଆସିଛନ୍ତି ସରକାରକୁ ଫୁଲି ଯାଉଛନ୍ତି, ବେଶୀ ଫୁଲି ଯାଉଛନ୍ତି। ବିଭିନ୍ନ ଅଫିସରକୁ ଧମକେଇଲେଣି। ଏପରି ଭାବରେ ମୁଁ ଅନୁରୋଧ କରିବି ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ଯେଉଁମାନେ ପାଇଁ ଆମ ଠାକୁର ପଡ଼ିଯାଇଛନ୍ତି, ଆଉଜାଇ ଦେଇଛନ୍ତି, ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନାଇଁ ଆଜ୍ଞା, ଗୋଟେ କଥା କହିବି, ଶୁଣନ୍ତୁ। ତାଙ୍କ ପାଇଁ ସାମାନ୍ୟ କଥା, ମନ୍ତ୍ରୀମାନଙ୍କ ପାଇଁ, ମୁଖ୍ୟମନ୍ତ୍ରୀଙ୍କ ପାଇଁ, ବିଜେପି ସରକାର ପାଇଁ ସାମାନ୍ୟ କଥା, କିନ୍ତୁ ଭକ୍ତ ପାଇଁ ସାମାନ୍ୟ କଥା ନୁହଁ। ଭକ୍ତ ପାଇଁ ଏ ଭାରି ଗର୍ହିତ କଥା, ଭାରି ସିରିୟସ୍ କଥା। ଏଇଟା ଏମାନେ ନିଜକୁ କ'ଣ ଭାବୁଛନ୍ତି? ଜଗନ୍ନାଥରୁ ଉର୍ଦ୍ଧ୍ୱରେ ଭାବିଲେଣି। ଏମାନେ ଜଗନ୍ନାଥ ଠାରୁ ଆହୁରି ଉର୍ଦ୍ଧ୍ୱରେ ଭାବିଲେଣି। ଏ ରାଜ୍ୟପତି ଶୁଭଙ୍କର ନୁହଁ, ବଳଦେବଙ୍କର ଆଉ ପଡ଼ିବା। ଏ ରାଜ୍ୟପତି ଶୁଭଙ୍କର ନୁହଁ। ତାଙ୍କେ ଗର୍ବରେ ଯେଉଁ ଫାଟି ଯାଉଛନ୍ତି, ତାଙ୍କୁ ଏଇଟା ସତର୍କ ଚିହ୍ନ ଦେଇଛନ୍ତି ପ୍ରଭୁ ବଡ଼ ଠାକୁର। ସତର୍କ କରେ, ତୁମେ ସତର୍କ ହୁଅ, ଅହଙ୍କାରରେ ଫାଟି ଯାଅନି, ଏକଥା ସେ କହିଛନ୍ତି, ଏଇଟା ଦର୍ଶେଇଛନ୍ତି। ତ ନିହାତି ଗୋଟେ ହାଇକୋର୍ଟର ଜଣେ କାର୍ଯ୍ୟକାରୀ ଜଷ୍ଟିସ୍, ମାନ୍ୟବର ଜଷ୍ଟିସ୍ ତଦନ୍ତ କରିବା ଦରକାର। ମାନ୍ୟବର ଜଷ୍ଟିସ୍ ତଦନ୍ତ କରିବା ଦରକାର। ଏକଥା ଆମେ ଦାବି କରୁଛୁ କଂଗ୍ରେସ ଦଳ। ଏବଂ ବିଧାନସଭାରେ ବି ଏ ପ୍ରସଙ୍ଗ ଉଠିବ ଯେ ଆପଣମାନେ କିପରି ଜଗନ୍ନାଥଙ୍କୁ ରଥଙ୍କୁ, ବଡ଼ ଠାକୁର ରଥଙ୍କୁ, ବଳଦେବଙ୍କ ରଥକୁ ଯେ କିପରି ଭାବରେ ଆପଣମାନେ କରିଛନ୍ତି, କିପରି ଭାବରେ ସିରିୟସଲି ନେଇଥିଲେ ପହଣ୍ଡିକି, এইটা আমি ଦେଖିବାକୁ এটা ଆମେ ପଚାରିବୁ। ଏବେ ଆପଣ ରଥରେ ହିଁ ସିରିୟସ୍ ହେଉନାହାନ୍ତି, ରତ୍ନଭଣ୍ଡାରରେ କେମିତି ସିରିୟସ୍ ହେବେ? ରତ୍ନଭଣ୍ଡାର ଏଡ଼େ ବଡ଼ ପ୍ରସଙ୍ଗ ଆସୁଛି, ଓଡ଼ିଶାର ବାବାଙ୍କ କଥା ଆସୁଛି। ଶୁଣ, ରତ୍ନଭଣ୍ଡାରରେ ଆଗେ କ'ଣ ସିରିୟସ୍ ଅଛନ୍ତି କ'ଣ ନାହିଁ ମୁଁ ଜାଣିନି, କିନ୍ତୁ ଏମାନେ ତ ଆଗରୁ ତ ରତ୍ନଭଣ୍ଡାର
ଗୁଣ୍ଡିଚା ବେଳକୁ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ କମିଟି। ଏବେ କ'ଣ କରିବେ, କେବେ ଖୋଲିବେ, କ'ଣ କରିବେ, ବର୍ତ୍ତମାନ ଖାଲି ଚାଲିଛି ଆଲୋଚନା ମାଧ୍ୟମରେ ଆଲୋଚନା ଚାଲିଛି। 14ରେ ଖୋଲନ୍ତୁ, ଯେବେ ଖୋଲିବା ଦରକାର, ସିରିୟସ୍ ହେବା ଦରକାର, ସରକାର ସିରିୟସ୍ ହେବା ଦରକାର, ଖୋଲିବା ଦରକାର। ଏଇଟା ଆମେ ତ ରତ୍ନ ଭଣ୍ଡାର ଖୋଲ ବୋଲିକିରି କଂଗ୍ରେସ ଦଳ ପୁରୀରେ ସମାବେଶ ବି କରିଥିଲା, ସମାବେଶ ବି ଆମେ କରିଥିଲୁ। ଆମ ସବୁବେଳେ ଦାବି ରହିଛି ରତ୍ନ ଭଣ୍ଡାର ଖୋଲିବା ପାଇଁ।